चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्त स्वामिने इति नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्यदेशतारिणे वंशाकल्पतरुभ्यश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद। हरे कृष्ण 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 हरे हरे, हरे राम 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 हरे हरे। मुखं करोति वाचालं पंगुलं हयते गिरिं तत्कृपातमहं वन्दे परमानन्दमाधवम्। श्रीगुरुजनकारणं श्रीचैतन्येश्वरम्। नमो ओं विष्णुपादाय कृष्णपृष्ठाय भूतले श्रीमते जयपताका स्वामिने के नाम। तो आज हमने भगवत गीतार श्रवण करवा चतुर्थ अध्याय ज्ञान जोग श्लोक नंबर 14। भगवान काली कहले जे मु चारि गुण भूत प्रकृतिर त्रिगुण अनुसारे त्रिगुण ଏବଂ ଗୁଣ ଏବଂ ଗୁଣ ଅନୁସାରେ କର୍ମ। जो गुण कर्म बोला है त्रिगुण और गुण अनुसार कर्म। तो तार भित्तिरे चारि वर्ण मु सृष्टि करिछि किंतु मु अपरिवर्तन मु अकर्ता करिକି भी करूनी। हाँ, तो एटा भगवान कहउछन्ति ता पद शुक्लरे ସେଇଟା कहु सुस्पष्ट କରୁଛନ୍ତି ଯେ न मां कर्माणि लिम्पन्ति न मे कर्म फले स्पृहा इति मां जो अभिजानाति कर्मभिर् न स बध्यते। एपरि कौनसी कर्म नाही ଯାହାର ଫଳ ମତେ ଭୋଗିବାକୁ ହୁଏ କିମ୍ବା ମୁଁ କୌଣସି କର୍ମ ଫଳ ଭୋଗ କରିବାକୁ ଇଚ୍ଛା କରେ ନାହିଁ। ଯେ ମୋ ସମ୍ବନ୍ଧ ଏହି ସତ୍ୟକୁ ଜାଣିପାରେ ସେ ମଧ୍ୟ ତାର କର୍ମ ଫଳରେ ବାନ୍ଧି ହୁଏ ନାହିଁ ବା କର୍ମ ଫଳ ଭୋଗ କରେ ନାହିଁ। ଆମେ ପୂର୍ବବର୍ତ୍ତୀ ଅଧ୍ୟାୟ ଶୁଣି ଆସୁଛେ ଦ୍ୱିତୀୟ ଅଧ୍ୟାୟ ତୃତୀୟ ଅଧ୍ୟାୟ ନିଷ୍କାମ କର୍ମ ଯୋଗ ମାଧ୍ୟମରେ କିନ୍ତୁ କର୍ମଫଳ ଆମକୁ ଭୋଗିବାକୁ ପଡିବନି। କର୍ମ କରିକି ବି କର୍ମଫଳ ଭୋଗିବାକୁ ପଡିବନି। ତାର ପୁଙ୍ଖାନୁପୁଙ୍ଖ ଆଲୋଚନା ହେଲା ଯେ ଜୀବ କର୍ମ କରିକି ବି କର୍ମଫଳ ଭୋଗିବାକୁ ପଡିବନି ଯଦି କର୍ମଫଳ ପ୍ରତି ସେ ଆସକ୍ତ ନଥିବ। ତ ଏଠି ଭଗବାନ ତ ନିଜ କଥା ବି କହୁଛନ୍ତି। ଭଗବାନ କହୁଛନ୍ତି ମତେ କର୍ମଫଳ ଭୋଗିବାକୁ ପଡେନି କାହିଁକି ମୋର କର୍ମଫଳ ଭୋଗ କରିବାର ଇଚ୍ଛା ନାହିଁ। ତ ଜୀବ କର୍ମଫଳ ଉପରେ ନିର୍ଭର କରେନି। ହଁ, ଭଗବାନ ବି କର୍ମଫଳଙ୍କର ଇଚ୍ଛା ନାହିଁ। ଏଇଟାକୁ ଜାଣିବାକୁ ପଡିବ। ଭଗବାନଙ୍କର କୌଣସି କର୍ମ ବନ୍ଧନ ନାହିଁ। ଏମିତିକା ନୁହେଁ ଯେ ଭଗବାନ ଏ ଜଳ ଜଗତକୁ ଆସିଲେ ସେ ବି ମାୟାବଦ୍ଧ ହେଇଗଲେ। ମାୟାବାଦୀ ମାନଙ୍କର ଯୋଉ ଧାରଣା ସେଟା ଠିକ ନୁହଁ। ଗୋଟେ ଜେଲଖାନାରେ ଗୋଟେ କଏଦୀ ରହୁଛି, ଜେଲଖାନା ସୁପରଭାଇଜର ବି ରହୁଛି। ତମ ଦି ଜଣଙ୍କର ଅବସ୍ଥା ଏକା ନୁହଁ, ଠିକ ନା? ତ ପ୍ରଭୁପାଦ ଭାବାର୍ଥରେ କହୁଛନ୍ତି ଯେପରି ଏଇ ଭୌତିକ ଜଗତରେ ଶାସନଗତ ନିୟମ ଅଛି ଯେ ରାଜା କିଛି ଭୁଲ କରିପାରନ୍ତି ନାହିଁ କିମ୍ବା ଶାସନଗତ ନିୟମ ରାଜାଙ୍କ ପ୍ରତି ପ୍ରଯୋଜ୍ୟ ନୁହେଁ। ଠିକ ସେହିପରି ଭଗବାନ ଏ ଭୌତିକ ଜଗତର ସୃଷ୍ଟିକର୍ତ୍ତା ହେଲେ ବି
ଭୌତିକ ଜଗତର କ୍ରିୟାକଳାପରେ ସେ ସମ୍ପୃକ୍ତ ନୁହନ୍ତି ବା ଭୌତିକ ଜଗତରେ କ୍ରିୟାର ପ୍ରତିକ୍ରିୟା ତାଙ୍କୁ ଲାଗେ ନାହିଁ। ଗୋଟେ ରାଜା ସେ ନିୟମ ତିଆରି କରେ ରାଜତନ୍ତ୍ରରେ, এটা ଗଣତନ୍ତ୍ରରେ ହବନି। କିନ୍ତୁ ବର୍ତ୍ତମାନ ଗଣତନ୍ତ୍ର ଚାଲିଛି, ସେ ସରକାର ଲୋକ ହେଲେ ବି ତାର ବିଚାର ହବ, ସେ ଜେଲ ଯିବ। କିନ୍ତୁ ରାଜତନ୍ତ୍ରରେ ଏଇଟା ନାହିଁ। ରାଜତନ୍ତ୍ରରେ ରାଜା ଭୁଲ କରେ ତାକୁ ଶାସ୍ତି ଦେବାର କେହି ନାହାନ୍ତି। ଠିକ ସେଇଭଳିଆ ଭଗବାନ ଏ ଭୌତିକ ସେ ସୃଷ୍ଟି କରିଛନ୍ତି, କିନ୍ତୁ ଭୌତିକ ଜଗତର କ୍ରିୟାକଳାପ ସମ୍ପୃକ୍ତ ନୁହନ୍ତି ବା ଏଇ ଜଗତରେ କର୍ମ ଫଳ କ୍ରିୟାର ପ୍ରତିକ୍ରିୟା ଅର୍ଥାତ୍ କର୍ମ ଫଳ ତାଙ୍କୁ ଭୋଗିବାକୁ ପଡିବନି। କିନ୍ତୁ ଭୋଗିବାକୁ ପଡିବ ଯେ ସେ ତ ତାପରେ ଯେ ତ୍ରିଗୁଣ ପ୍ରଭାବରେ କର୍ମ କଲେ ନା କର୍ମ ଫଳ ଭୋଗିବ। ଭଗବାନ ତ ତ୍ରିଗୁଣାତୀତ। ଜନ୍ମ କର୍ମ ଚମେ ଦିବ୍ୟ, ଯାହାର କର୍ମ ଦିବ୍ୟ, ଯାହାର କର୍ମ ତିନିଟା ଗୁଣରେ ଉର୍ଦ୍ଧ୍ୱରେ, ତ ସେଇ କର୍ମ ଫଳ ସେ ଭୋଗରେ କେମିତିକା। ଏଇ ଜୀବ ପାଇଁ ନା ଭଗବାନ କହିଲେ ଜନ୍ମ କର୍ମ, ନା ଭଗବାନ କହିଲେ ଚତୁର୍ବର୍ଣ୍ଣ ମୟାସୃଷ୍ଟ ଗୁଣ କର୍ମ। ସେ ଗୁଣ ଅନୁସାରେ କର୍ମ କରିବେ ବୋଲି ସେ ଚାରି ଭାଗ ତାଙ୍କୁ ବିଭକ୍ତ କରାହେଲା। କିନ୍ତୁ ଭଗବାନ ତାର ଗୁଣ ଅନୁସାରେ କର୍ମ କରୁନାହାନ୍ତି, ସେ ତ ସ୍ୱ ଇଚ୍ଛା ଅନୁସାରେ କର୍ମ କରୁଛନ୍ତି। ସ୍ୱସ୍ୱରୂପରେ କାମ କରୁଛନ୍ତି। ଜୀବର ଏଇ ଜଗତରେ ଯେ କର୍ମଟା ତ ଗୁଣ ପ୍ରଭାବ ରହୁଛି। ଜୀବର ଭଲ ମନ୍ଦ ବିଚାରଟା ଗୁଣର ପ୍ରଭାବ ରହୁଛି। ଜୀବ କିଛି କରିବାକୁ ଚାହେଁ, ସେଟା ସେ ଗୁଣ ପ୍ରଭାବ ରହୁଛି। କିନ୍ତୁ ଭଗବାନଙ୍କ କ୍ଷେତ୍ରରେ ସେଟା ସେଭଳିଆ ନୁହଁ। ହଁ, ଭଗବାନ ସୃଷ୍ଟି କରନ୍ତି, କିନ୍ତୁ ସୃଷ୍ଟିରୁ ଅଲଗା। ଜୀବଗଣ ଭୂତ ପ୍ରେତ ଉପଭୋଗ କରିବାକୁ ଇଚ୍ଛା କରୁଥିବାରୁ ସେମାନେ କର୍ମ ବନ୍ଧନରେ ପଡନ୍ତି। କର୍ମର ପ୍ରତିକ୍ରିୟା ସେମାନଙ୍କୁ ପାନ୍ ସେ ଜଗତକୁ ସୃଷ୍ଟି କରିକି ବି ସୃଷ୍ଟିଠୁ ଅଲଗା। ଏଇ ଜଗତଟା ଯେ ଗୁଣ ଦ୍ୱାରା ପରିଚାଳିତ ହୁଏ, ଭଗବାନଠୁ ଏଇ ଗୁଣ ଆସିଛି, ଭଗବାନଠୁ ଜଗତ ଆସିଛି। କିନ୍ତୁ ଭଗବାନ ୟାଠୁ ଦୂରରେ ଅଛନ୍ତି ବା ୟା ଦ୍ୱାରା ପ୍ରଭାବିତ ହୁଅନ୍ତି। କିଏ ପ୍ରଭାବିତ ହୁଏ? ନା ଭଗବାନଙ୍କର ଅଂଶ ଜୀବ, ଜୀବ ଶକ୍ତିରୁ ପ୍ରକାଶିତ ଅନନ୍ତ ଜୀବଗଣ ଯେତେବେଳେ ସେମାନେ ଏ ଭୁକ୍ତ ପ୍ରକୃତିକୁ ଉପଭୋଗ କରିବା ପାଇଁ ଚେଷ୍ଟା କରନ୍ତି। ଏ ଭୂତ ତ୍ରିଗୁଣାତ୍ମିକା ମାୟାରୁ ଉଦ୍ଭୂତ ଏଇ ଜଳ ଜଗତର ସବୁ କିଛି ଭୋଗ କରିବାକୁ ଇଚ୍ଛା କରନ୍ତି, ସେତିକିବେଳେ ସେମାନେ କର୍ମ ବନ୍ଧନରେ ପଡନ୍ତି। ଆଉ କର୍ମ ପ୍ରତିକ୍ରିୟା ତାଙ୍କୁ ଭୋଗ କରିବାକୁ ପଡେ। କୌଣସି ପ୍ରତିଷ୍ଠାନର ମାଲିକ ପ୍ରତିଷ୍ଠାନରେ କାମ କରୁଥିବା ଶ୍ରମିକ ମାନଙ୍କର ଭଲ ମନ୍ଦ କାମ ପାଇଁ ଦାୟୀ ନୁହନ୍ତି। ଶ୍ରମିକ ମାନେ ନିଜେ ସେଥିପାଇଁ କି ଦାୟୀ। ତ ଭଗବାନ ସୃଷ୍ଟି କରିଛନ୍ତି, ତ ଭଗବାନ ସୃଷ୍ଟି କରିଛନ୍ତି ଜୀବ ଏବଂ ଜଗତ, ଗୁଣ ଇତ୍ୟାଦି। କିନ୍ତୁ ଭଗବାନ ସେଥିପାଇଁ ଦାୟୀ ନୁହନ୍ତି। ପ୍ରଭୁପାଦ ଦୃଷ୍ଟାନ୍ତ ଦଉଛନ୍ତି, ପ୍ରତିଷ୍ଠାର ମାଲିକ ତା ଶ୍ରମିକ ଯଦି ଭଲ ମନ୍ଦ କରିବ, ତାହେଲେ ତାର ଫଳ ତାକୁ ଭୋଗିବାକୁ ପଡିବ। ମାଲିକ ଦାୟୀ ହେବେ। ଜୀବଗଣ ଇନ୍ଦ୍ରିୟ ତୃପ୍ତି ବିଧାୟକ କର୍ମରେ ନିଯୁକ୍ତ ଏବଂ ଏହି କର୍ମ ମାନ ଭଗବାନଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ ନାହିଁ। ଭଗବାନ ସବୁ କିଛି ନିୟନ୍ତ୍ରିତ, ନିୟନ୍ତ୍ରଣ କର୍ତ୍ତା। ତୁମେ ସର୍ବେଶ୍ୱରେଶ୍ୱର, ଈଶ୍ୱର ମାନେ ନିୟନ୍ତ୍ରଣ କର୍ତ୍ତା। तुम्हें सर्वेश्वरेश्वर ब्रजेंद्र कुमार, तुम्हारी इच्छा है विश्व सृजन संहार। भगवान की इच्छा द्वारा सृष्टि होची, पालन होची, संहार होची। किंतु जीवगण ଯେତେବେଳେ ଇନ୍ଦ୍ର ବିଧାୟକ କର୍ମ କରୁଛନ୍ତି, ତ ଭଗବାନ କିଛି ନିୟନ୍ତ୍ରଣ ନାହିଁ। କେମିତିକା? ହଁ, କାହିଁକି? ନା ଜୀବର ବ୍ୟକ୍ତି ସ୍ୱତନ୍ତ୍ରତା ରହିଛି। ଭଗବାନ ଯେମିତି ସ୍ୱରାଟ ସ୍ୱତନ୍ତ୍ର, ଜୀବ ଭଗବାନଙ୍କର ଅଂଶ, ତ ଭଗବାନଙ୍କ ମଧ୍ୟରେ ଜୀବ ମଧ୍ୟ ଟିକେ ସ୍ୱତନ୍ତ୍ରତା ରହିଛି। ବିଶେଷ କରିକି
ଜୀବ ଯେତେବେଳେ ଭୌତିକ ଜଗତକୁ ଆସେ ସେତେବେଳେ ତାର କର୍ମ ଗୁଡିକ ଭଗବାନ ଦ୍ଵାରା ପ୍ରତ୍ୟକ୍ଷ ଭାବେ ନିୟନ୍ତ୍ରିତ ହୁଏନି, ପରୋକ୍ଷ ଭାବରେ ହୁଏ। କାହିଁକି ଭଗବାନଙ୍କର ଦ୍ଵାରା ଭଗବାନର ଯୋଉ ତ୍ରିଗୁଣାତ୍ମିକା ଶକ୍ତି, ମାୟା ଶକ୍ତି ତା ଦ୍ଵାରା ନିୟନ୍ତ୍ରିତ ହୁଏ। ଭଗବତ ଧାମରେ ପ୍ରତିଟି ଜୀବ ଭଗବାନଙ୍କ ଦ୍ଵାରା ନିୟନ୍ତ୍ରିତ ପ୍ରତିଟି ଜୀବ ତ୍ରିଗୁଣାତ୍ମିକା ମାୟା ଦ୍ଵାରା ଜୀବଗଣ ଏହି ଜଗତରେ କର୍ମରତ, ମୃତ୍ୟୁ ପରେ ସେମାନେ ସ୍ୱର୍ଗ ପ୍ରାପ୍ତି ଆଶା କରନ୍ତି। এই ଜଗତର ଅର୍ଥାତ୍ ଏଇ ବର୍ତ୍ତ ଲୋକରେ ସବୁଠି ବି ବ୍ରହ୍ମାଣ୍ଡରେ ସମସ୍ତେ ଇନ୍ଦ୍ର ତୃପ୍ତି ଚାହାନ୍ତି, ସେଇଥିପାଇଁ କି ସମସ୍ତେ କର୍ମରତ। ଦେଖୁନ ସାରା ଜଗତ ସୂର୍ଯ୍ୟ ଉଦୟ ହେଲେ ହିଁ ସେ ଗୋଲାର୍ଦ୍ଧର ମನುଷ୍ୟ ନିଦରୁ ଉଠିକି ସାରା ଦିନ କାମ କରୁଛନ୍ତି, କାମ କରୁଛନ୍ତି, କାମ କରୁଛନ୍ତି। ଏ ସମସ୍ତ କର୍ମର ପଛର ଉଦ୍ଦେଶ୍ୟଟା କଣ? एकमात्र इंद्रिय तृप्ति, आहार निद्रा भय मुक्त ଏଇଟା ଲକ୍ଷ୍ୟ। यार ଉର୍ଦ୍ଧ୍ୱରେ କିଛି ଲକ୍ଷ୍ୟ ନାହିଁ। ତା ଭିତରେ ଯୋଉମାନେ ଟିକେ ସାତ୍विକ ପ୍ରକୃତିର ଲୋକ ଥିବେ ବା ଯୋଉମାନେ ଟିକେ ଧର୍ମ କର୍ମ ପବିତ୍ର ଭାବେ ପୁନର୍ଜନ୍ମରେ ବିଶ୍ୱାସ କରୁଛନ୍ତି, କିଛିଟା ଇନ୍ଦ୍ରିୟ କଣ୍ଟ୍ରୋଲ ରହିଛି, ସେମାନେ କଣ କରିବେ ନା ସ୍ୱର୍ଗ ସୁଖ ଚାହିଁବେ। ସ୍ୱର୍ଗ ଯିବା ପାଇଁ ମୃତ୍ୟୁ ପାଇଁ ସ୍ୱର୍ଗ ଯିବେ। ଭଗବାନ ସ୍ୱୟଂ ସମ୍ପୂର୍ଣ୍ଣ ହୋଇଥିବାରୁ ତାଙ୍କର ସ୍ୱର୍ଗ ସୁଖ ପ୍ରତି ଆସକ୍ତି ନଥାଏ। ସେ ସ୍ୱୟଂ ସ୍ୱର୍ଗ ସୁଖ କାହିଁକି ହବ? ସେ ତ ନିଜେ ଆତ୍ମାରେ ସେ ସୁଖର। ସ୍ୱର୍ଗର ଦେବତାଗଣ ତାଙ୍କର ସେବକ। ତ ଭଗବାନ ସ୍ୱର୍ଗ ସୁଖ ମାଗିବେ କଣ? ସ୍ୱର୍ଗକୁ ଯୋଉମାନେ ନିୟନ୍ତ୍ରଣ କରୁଛନ୍ତି ଦେବତା ମାନେ, ସେମାନେ ତ ଭଗବାନଙ୍କର ସେବକ। ଶ୍ରମିକ ମାନଙ୍କ ପରି ମାଲିକ ନିମ୍ନ ଶ୍ରେଣୀର ସୁଖ ଚାହାନ୍ତି ନାହିଁ। ଭଗବାନ ଭୌତିକ କ୍ରିୟା ପ୍ରତିକ୍ରିୟା ଠାରୁ ଦୂରେଇ କରିଥାନ୍ତି। ଉଦାହରଣ ସ୍ୱରୂପ ଏହା ସ୍ୱତଃ ସିଦ୍ଧ କଥା ଯେ ବର୍ଷା ନହେଲେ କୌଣସି ଶସ୍ୟ ଉତ୍ପନ୍ନ ହେବ ନାହିଁ। ତା ସତ୍ତ୍ୱେ ପୃଥିବୀରେ ଯୋଉ ବିଭିନ୍ନ ପ୍ରକାର ଶସ୍ୟ ଉତ୍ପନ୍ନ ହୁଏ, ଏଥିପାଇଁ ବର୍ଷା ଦାୟୀ। ବର୍ଷା ଦରକାର ଶସ୍ୟ ଉତ୍ପନ୍ନ ପାଇଁ କି, କିନ୍ତୁ କୋଉ ଶସ୍ୟ କେତେବେଳେ କଣ ହବ ଭଲ ମନ୍ଦ ସେଥିପାଇଁ ତାର ସେ ଦାୟୀ ନୁହେଁ। ଏହା ବୈଦିକ ଶାସ୍ତ୍ରରେ କୁହାଯାଇଛି। ଏଇଭଳିଆ ନିମିତ୍ତ ମାତ୍ରମ୍ ଏବାସୌ ସୂର୍ଯ୍ୟାନଂ ସର୍ଗ କର୍ମଣि ପ୍ରଧାନ କାରଣୀଭୂତା ଯତ ବୈ ସୂର୍ଯ୍ୟ ଶକ୍ତୟ। ଭୌତିକ ସୃଷ୍ଟିରେ ଭଗବାନ କେବଳ ପରମ କାରଣ ଅଟନ୍ତି, କିନ୍ତୁ ତାତ୍କାଳିକ କାରଣ ହଉଛନ୍ତି ଭୂତ ପ୍ରକୃତି। ଏ ଭୌତିକ ଜଗତରେ ଭଗବାନ ତ ପରମ କାରଣ, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦି ଆଦି ସର୍ବ କାରଣ କାରଣ। ଅନ୍ତରେ ବା ଅନ୍ତିମରେ ଭଗବାନ କାରଣ, କିନ୍ତୁ ଇମିଡିଏଟ କଜ ଟା କଣ? ବର୍ତ୍ତମାନ କାରଣଟା କଣ? ତ ସେଟା ହଉଛି କଣ ନା ଏଇ ଜଡ ପ୍ରକୃତି, ତ୍ରିଗୁଣାତ୍ମିକ ମାୟା। ତାହାରି ଯୋଗୁ ତାହାରି ଯୋଗୁ ଏଇ ଭୌତିକ ଜଗତ ପରିଦୃଷ୍ଟମାନ ହେଇଛି। ହୁଁ। ଏ ଜଡ ପ୍ରକୃତିରୁ ଏ ଜଡ ଜଗତି ପ୍ରକାଶିତ ହେଇଛି। ତ ଜଡ ଜଗତରେ ଜଡ ପ୍ରକୃତି ରହିଛି, ଆଉ ଜୀବ ମାନେ ରହିଛନ୍ତି। ଏ ଜୀବ ଜଡ ପ୍ରକୃତିର ମିଶ୍ରଣ ସମଷ୍ଟି ମାଧ୍ୟମରେ ଏ ଜଗତଟା ଦୃଶ୍ୟମାନ ଜଗତ ପ୍ରକାଶିତ ହେଇଛି। ତ ଜୀବ ଗୁଡିକ ବିଭିନ୍ନ ପ୍ରକାରର ଅଟନ୍ତି। ହଁ, ଆମର ଜୀବ 84 ଲକ୍ଷ ଜୀବ ଜନ୍ତୁ ରହିଛି। ଦେବତା ମାନବ, ହଁ,
ମାନବ ଇତର ପ୍ରାଣୀ ଏବଂ ଏବଂ ଏମାନେ ସମସ୍ତେ ସେମାନଙ୍କର ଜନ୍ମଗତ ଶୁଭ ଅଶୁଭ କର୍ମଫଳ ଭୋଗନ୍ତି। ଏଇ ଜଗତରେ ସେ ପଶୁ ପକ୍ଷୀ କୀଟ ପତଙ୍ଗ ହଉ, ମଣିଷ ହଉ, ଯକ୍ଷ ରାକ୍ଷସ ଦେବତା ହଉ, ସମସ୍ତେ ତାଙ୍କର ପୂର୍ବ ଜନ୍ମର କର୍ମ ଫଳ ଏଇ ଜନ୍ମରେ ଭୋଗିବେ। ଶୁଭ କର୍ମ ହଉ ଅଶୁଭ କର୍ମ ହଉ ସେ ଅନୁସାରେ ବିଭିନ୍ନ ଯୋନି ପାଇବେ। ସେ ଘୁଷୁରୀ ହବେ କି କୁକୁର ହବେ କି ବାଘ ହବେ କି ଦେବତା ହବେ କି ବ୍ରାହ୍ମଣରେ ଜନ୍ମ ହବେ କି ଶୂଦ୍ର ଘରେ ଜନ୍ମ ହବେ, ତାଙ୍କର ପୂର୍ବ ଜନ୍ମର ଯେ ସଂସ୍କାର ଅନୁସାରେ ସେ ଏଇ ଗୋଟେ ଶରୀର ସେମାନେ ପାଇବେ। ପ୍ରକୃତି ତାଙ୍କୁ ସେଇଭଳିଆ ଶରୀର ଦବ ଯୋଉଥିରେ ତାଙ୍କ ରୁଚି ଥିବ। ଗୋଟେ କିଏ ମଣିଷ ହେଇଛି ଏମିତିକା କାମ କରିଛି ଯେ ସେ ଘୁଷୁରୀ ହବ, ହଁ, ତାହେଲେ ଘୁଷୁରୀ ବିଷ୍ଠ ଭୋଜନ କରିବ, ତ ସେଇଭଳିଆ ତାକୁ ଗୋଟେ ଶରୀର ଦିଆହବ। ସେ ମଣିଷ ହେଇଛି ଖାଲି କଞ୍ଚା ମାଂସ ଖାଇବାକୁ ଖାଲି ଇଚ୍ଛା ତାର ମାଂସ ଖାଇବ, ଠିକ ଅଛି, ସେ ତାକୁ ବାଘ ହବା କିନ୍ତୁ ଦିଆହବ ବା ସିଂହ ହବ, ଏଇଭଳିଆ ଅବସ୍ଥା। ସେ କଥା କୁହାହଉଛି ଏମାନେ ସମସ୍ତେ ସେମାନେ ଗତ ଜନ୍ମର ଶୁଭ ଅଶୁଭ କର୍ମ ଫଳ ଭୋଗ କରିବେ। ହଁ, ସେଇଭଳିଆ କର୍ମ କରିଥିବେ ସେ ଅନୁସାରେ ଭଲ ମନ୍ଦ ଏଠି ଭୋଗ କରିବେ। ଭଗବାନ କେବଳ ସେମାନଙ୍କୁ ଏଇ ସବୁ କର୍ମ ନିମିତ୍ତ ଉପଯୁକ୍ତ ସୁବିଧା ସୁଯୋଗ ବା ଭୌତିକ ଗୁଣ ଦିଅନ୍ତି। ସେ ସେମାନଙ୍କର ଇହ ଜନ୍ମ ତଥା ପରଜନ୍ମ ନିମିତ୍ତ ଜନ୍ମର କର୍ମ ନିମିତ୍ତ ଦାୟୀ ନୁହେଁ। ଭଗବାନ କର୍ମ ଫଳ ଦେବେ କିନ୍ତୁ କର୍ମ ଫଳ ପାଇଁ ସେ ଦାୟୀ ନୁହନ୍ତି। ହୁଁ। ଗୋଟେ ଓଡିଶାରେ ସିନା କର୍ମ ଫଳେ ଜାତି ମୁଁ ଦେଉଥାଏ, ନିଜ ଅର୍ଜିତ କର୍ମ ଫଳେ ଜାତି ମୁଁ ଦେଉଥାଏ ବଳେ। ତ ଭଗବାନ ଯେମିତି ଏଟା କୋର୍ଟରେ ଗୋଟେ ଯଦି କିଏ ଲୋକ ମର୍ଡର କରିଥିବ ଚୋରି କରିଥିବ ତ ଜଜ ତାକୁ ଶାସ୍ତି ଦବ, କିନ୍ତୁ ଜଜ କୁ କର୍ମ ଫଳ ଭୋଗିବାକୁ ପଡିବନି। କାହିଁକି ନା ଯିଏ ପାପ କରିଛି ତା ଫଳ ସେ ଭୋଗିବ। ଜଜର ନିର୍ଦ୍ଦେଶ ଅନୁସାରେ ତାକୁ ଫାଶୀ ଦିଆ ହେଲା, ଜେଲ ଦିଆ ହେଲା, ଜଜ ସେଥିପାଇଁ କିଛି ଭୋଗିବନି, ନା ଜଜ ଭୋଗିବନି। ବରଞ୍ଚ ଶାସ୍ତ୍ରରେ କୁହାଯାଉଛି ଯଦି କେହି ଜଗତରେ ପାପ କରିବ ଏଇ ଜୀବନରେ ଯଦି ସେଇ କୋର୍ଟରେ ଯାଇକି ସେ ପାପ ଫଳ ଟା ତାର ଭୋଗ ହେଇଗଲା, 5 ବର୍ଷ ସେ ତାକୁ ଜେଲ ଦଣ୍ଡ ଦିଆ ହେଲା ବା ଯାବଜୀବନ କାରାଦଣ୍ଡ ଦିଆ ହେଲା, ତ ସେଇ କଷ୍ଟ ଟା ପାଇଗଲେ ତାକୁ ଆଉ ଯମଦଣ୍ଡ ଭୋଗିବାକୁ ପଡିବନି। ତ ଠିକ ସେଇଭଳିଆ ଯେମିତି କୋର୍ଟର ଜଜ ସେ ଦାୟୀ ନୁହଁ ଜୀବର ପାପ ପୂର୍ଣ୍ଣ କର୍ମ ପାଇଁକି ଯଦି ପାପ କର୍ମ ଫଳ ସେ ପ୍ରଦାନ କରୁଛି। ଠିକ ସେଇଭଳିଆ ରୂପଦେବ ଦୃଷ୍ଟାନ୍ତ ଦଉଛନ୍ତି। ଗୋଟେ ଲୋକ କାମ କରୁଛି ଗୋଟେ କମ୍ପାନୀରେ, ତ ତାଙ୍କର ସିଏଲ ଇଏଲ ଅଛି ଯେ ବର୍ଷକୁ ତମକୁ 30 ଦିନ ଛୁଟି ଦିଆହବ, ସେଥିରେ ତମର ଦରମା କଟିବନି, ଆଗରୁ କୁହାଯାଇଛି। ତ ସେଇ ଲୋକଟା ଝିଅ ବାହାଘର ହେଲା, ଇଆଡେ ବୁଲିଲା ସିଆଡେ ବୁଲିଲା, ତାର 30 ଦିନ ଛୁଟି କଟି ଯାଇଛି, ଛୁଟି ଶେଷ ହେଇଯାଇଛି। ତ ହଠାତ୍ କଣ ହେଲା, ତାର ଜ୍ୱର ହେଇଗଲା, ଶରୀର ଖରାପ ହେଲା। ସେ ତା ଅଫିସରକୁ 15 ଦିନ ଛୁଟି ମାଗିଲା, ତା ଅଫିସର ସାଇନ କରିଦେଲା, 15 ଦିନ 15 ଦିନ ଛୁଟି ଦିଆହେଲା। କିନ୍ତୁ ଯେତେବେଳେ ସେ ଦରମା ପାଇବ ତା ସେ 15 ଦିନ ଛୁଟି ପଇସା କଟା ହବ। ସେତେବେଳେ ଏଇ ଲୋକଟା କହିପାରିବନି ଯେ ତମେ ତ ଛୁଟି ମଞ୍ଜୁର କରିଛ, ତାର ମୋ ଦରମା କଟୁଛ କାହିଁକି? ସେ ଛୁଟି ମଞ୍ଜୁର କରିଛି, ତୁମର ଯୋଉ 1 ମାସ ଛୁଟି ଥିଲା ତା ଶେଷ ହେଇଯାଇଛି, ଏଇ ଛୁଟିଟା ତମେ ତା ପରେ ମାଗିଛ, ସିଏ ମଞ୍ଜୁର କରିଲେ ବି ତମ ଦରମା କଟା ହବ। ସେ ମଞ୍ଜୁର କରିଛି ବୋଲି ସିଏ ରେସପନସିବଲ ନୁହଁ, ଦାୟୀ ନୁହଁ, ତମେ ଦାୟୀ ହବ। ଠିକ ସେଇଭଳିଆ ଭଗବାନ ସବୁ କିଛି ମଞ୍ଜୁର କରୁଛନ୍ତି,
ମଞ୍ଜୁର କଲେ କଣ ହବ? ଭଗବାନ କାହିଁକି ମତେ ପଠେଇଲେ? ଭଗବାନ କରୁଛନ୍ତି, ହଁ ଭଗବାନ ସବୁ ଅଲଟିମେଟଲି ଭଗବାନ କରୁଛନ୍ତି। ତାଙ୍କ ମଞ୍ଜୁର ଛଡା କିଛି ହବନି। ହଁ, ତ ସିଏ ମଞ୍ଜୁର କରିବ କଣ? ଆମର ଆପ୍ଲିକେସନ ଟା ସେ ମଞ୍ଜୁର କରିବେ। ବୁଝିପାରିଲ? ତ ବେଦାନ୍ତ ସୂତ୍ରରେ କୁହାଯାଇଛି ଯେ ଭଗବାନ କାହାରି ପ୍ରତି ପକ୍ଷପାତିତା ଆଚରଣ କରନ୍ତି ନାହିଁ। କୌଣସି ଜୀବ ପକ୍ଷପାତ ନ ଏଟା କହିছে ତମାମ ସର୍ବଭୂତେଷୁ ନ ମେ ଦ୍ୱେଷସ୍ତି ନ ପ୍ରିୟ। ମୋର କିଏ ପ୍ରିୟ ଆର କେହି ହଁ, ଦ୍ୱେଷ କାହା ପ୍ରତି ପ୍ରିୟ ଭାବ ଦ୍ୱେଷ ଭାବ ନାହିଁ, ସମସ୍ତଙ୍କୁ ମୁଁ ସମାନ ଭାବରେ ଦେଖେ। ତ ଜୀବ ଯେ କିଏ କଷ୍ଟ ପାଉଛି, କିଏ ସୁଖରେ ରହିଛି, କିଏ ଧନୀ ଅଛି, କିଏ ଗରିବ ଅଛି, କିଏ ମୂର୍ଖ ଅଛି, କିଏ ପଣ୍ଡିତ ହଉଛି, ଅଲଟିମେଟଲି ଭଗବାନ ଏଇଟା କରୁଛନ୍ତି। ଇମିଡିଏଟଲି ଜୀବ ତା ପାଇଁ ଦାୟୀ। ଦାୟୀ କଣ ପାଇଁ କି ନା, କିଏ ଦାୟୀ ନା ପ୍ରକୃତ ଭୂତ ପ୍ରକୃତିର ଗୁଣ ଦାୟୀ। ହଁ, ଜୀବ ନିଜେ ଦାୟୀ ସେଥିପାଇଁ କି। କାହିଁକି ନା ସେ ଭୂତ ପ୍ରକୃତିକୁ ଗ୍ରହଣ କରିଛି, ଭୂତ ପ୍ରକୃତିକୁ ଭୋଗ କରିବାର ବାସନ କରିଛି, ସେଥିପାଇଁ ତାକୁ ତାର କର୍ମ ଫଳ ତାକୁ ଭୋଗିବାକୁ ପଡେ ନା। ଜୀବ ତାର ନିଜ କର୍ମ ପାଇଁ ସେ ଦାୟୀ। ଭଗବାନ କେବଳ ଭଗବାନ କେବଳ ସେମାନଙ୍କୁ ଏସବୁ କର୍ମ ନିମିତ୍ତ ଉପଯୁକ୍ତ ସୁବିଧା ସୁଯୋଗ ଏବଂ ଭୌତିକ ଗୁଣ ଦିଅନ୍ତି, କିନ୍ତୁ ସେ ସେମାନଙ୍କର ଇହ ଜନ୍ମ ତଥା ପୂର୍ବ ଜନ୍ମର କର୍ମ ନିମିତ୍ତ ଦାୟୀ ନୁହନ୍ତି। ଜୀବର କର୍ମ ପାଇଁ ଭଗବାନ ଦାୟୀ ନୁହନ୍ତି, କିନ୍ତୁ ସେ ସବୁ ଦୈବ ନେତ୍ରଣ, ଦୈବ ନେତ୍ର ଦ୍ଵାରା ସବୁ ଦେଖିକି ଫଳ ଦଉଛନ୍ତି। ସେ କୋର୍ଟରେ ଜଜ ଯେମିତିକା ବିଚାର କରେ, ତା ବିଚାର ଟା ଭଗବାନ କରନ୍ତି। ଭଗବାନଙ୍କୁ ଜୀବର କର୍ମଫଳ ଭୋଗିବାକୁ ପଡେ ବା ନିଜର କର୍ମଫଳ ଭୋଗିବାକୁ ପଡେ। ବେଦାନ୍ତ ସୂତ୍ରରେ କୁହାଯାଇଅଛି ଯେ ଭଗବାନ କାହାରି ପ୍ରତି ପକ୍ଷପାତିତା ଆଚରଣ କରନ୍ତି ନାହିଁ। ଜୀବ ତାର ନିଜ କର୍ମ ପାଇଁ ଦାୟୀ। ଭଗବାନ କେବଳ ତାଙ୍କର ବହିରଙ୍ଗା ଶକ୍ତି ଅର୍ଥାତ୍ ଭୂତ ପ୍ରକୃତି ଜରିଆରେ ତାକୁ ସୁବିଧା ସୁଯୋଗ ଦିଅନ୍ତି। ଯେଉଁ ବ୍ୟକ୍ତି ସକାମ କର୍ମ ବା କର୍ମଚକ୍ର ସମ୍ବନ୍ଧରେ ଟିକେ ନାକୁ ସବୁ ଜାଣିଛ, ସେ ଜାଣିଛି ସେ କଦାପି ତାର କର୍ମ ଫଳରେ ଭାଗି ହବ ନାହିଁ। ସେ କର୍ମଚକ୍ର ଜାଣିଛି, ସକାମ କଣ ଜାଣିଛି, ଜାଣିକି ସେଇଭଳିଆ ସେ ପ୍ରସ୍ତୁତି କାମ, ସେଥିପାଇଁ ସେ କର୍ମ ଫଳରେ ଭୋଗିବ ନାହିଁ। ଅନ୍ୟ କଥାରେ କୁହାଯାଇପାରେ ଯେ ଯେଉଁ ବ୍ୟକ୍ତି ଭଗବାନଙ୍କର ଦିବ୍ୟ ପ୍ରକୃତି କି ବୁଝିଛି, ସେ ଏକ ଅଭିଜ୍ଞ କୃଷ୍ଣ ଚେତନାଶୀଳ ବ୍ୟକ୍ତି ଅଟେ, ତ ସେ କର୍ମଚକ୍ରରେ କେବେ ହେଲେ ପଡିବ ନାହିଁ। ଯେ ବୁଝିପାରିଛି ଭଗବାନଙ୍କର ଦିବ୍ୟ ପ୍ରକୃତି, ଜନ୍ମ କର୍ମ ଚମେ ଦିବ୍ୟ, ସେ ଜଳ କର୍ମ ଫଳ ଆବଦ୍ଧ ହଉତେ ନାହିଁ। ଯିଏଟା ବୁଝିବ ସିଏ ମଧ୍ୟ କର୍ମ ଫଳରୁ ମୁକ୍ତି ପାଇବ, କର୍ମ ବନ୍ଧନରୁ ମୁକ୍ତି ପାଇବ। ଯେଉଁ ବ୍ୟକ୍ତି ଭଗବାନଙ୍କ ଦିବ୍ୟ ପ୍ରକୃତି କଥା ଜାଣେ ନାହିଁ, ତ ସାଧାରଣ ମାନବ ପରି ଭଗବାନଙ୍କୁ ମଧ୍ୟ ସକାମ କର୍ମରେ ରତ ଅଛନ୍ତି ବୋଲି ସେ ଚିନ୍ତା କରେ, ସେ କର୍ମ ପ୍ରତୀକ୍ଷାରେ ବାନ୍ଧି ହୁଏ। କିନ୍ତୁ ଯେ ପରମ ସତ୍ୟ ଭଗବାନଙ୍କୁ ଜାଣିଛି, ସେ କୃଷ୍ଣ ଚୈତନ୍ୟରେ ସ୍ଥିର ଥିବା ଏକ ମୁକ୍ତ ଜୀବ। ଯେ ଭଗବାନଙ୍କୁ ଏଇ କର୍ମଫଳ କର୍ମଣି ଲିପନ୍ତି ନ ମେ କର୍ମଫଳ ସ୍ପୃହା। ତ ଏଇ କଥା ଯେ ଜାଣିପାରିବ, ସିଏ ବି ନିଜେ କର୍ମ ଫଳରୁ ମୁକ୍ତ ହେଇଯିବ। ଦୃଢ ବିଶ୍ୱାସ କରିକି ଯେ ଭଗବାନ, ଭକ୍ତ ଏଇଟା ମନେ କରେ ଯେ ଭଗବାନ କର୍ମ ଫଳରେ ଆବଦ୍ଧ, ସେ ତ ମାୟାଧୀଶ, ସେ ମାୟା ଦ୍ୱାରା ଅଧୀନ ହେଇକି ମତେ ଏଇ ଜଗତ ସବୁ କର୍ମ ପ୍ରକୃତି କ୍ରିୟମାଣ ଗୁଣ କର୍ମେ ସର୍ବସ୍ବ। ସମସ୍ତ କର୍ମ ତ ଜଳ ପ୍ରକୃତିର ଗୁଣର ପ୍ରଭାବରେ ହଉଛି ନା। ଭଗବାନ ତ ତ୍ରିଗୁଣାତୀତ, ତାଙ୍କର ତ ଏଇଭଳିଆ ଠିକ ଅଛି। ତ 14 নম্বର ଶ୍ଲୋକ ହେଲା, କାଲି ଆମେ 15 নম্বର ଶ୍ଲୋକ ପାଠ କରିବୁ। ଓଡିଶା ଭକ୍ତ ମାନଙ୍କର କିଛି ପ୍ରଶ୍ନ ଉତ୍ତର, କିଛି ପ୍ରଶ୍ନ ଅଛି? ଓଡିଶା ଭକ୍ତ ମାନେ
ଓଡ଼ିଶାর ভক্ত কেউ আছে? প্রশ্ন ହରିକୃଷ୍ଣ করছে। ହରିକୃଷ୍ଣ ମହାରାଜ ପ୍ରଣାମ। ହଁ କୁହ। ଆଜ୍ଞା ମହାରାଜ, ଯୋଉ ଏଠି କୁହା ହେଇଛି ପ୍ରଭୁପାଦ ଯୋଉ ଭାବାର୍ଥରେ କହିଛନ୍ତି କି ମାନେ ସେମାନେ ପ୍ରତିକ୍ରିୟା ଭୋଗ କରିବା ପାଇଁ ପୁଣି ଥରେ ଏଇ ଜନ୍ମ ମୃତ୍ୟୁ ଚକ୍କରରେ ପଡନ୍ତି କହିକି, ହଁ ମାନେ ନିଜର। ଆଜ୍ଞା ମହାରାଜ, ତ ସେଇଟା ମହାରାଜ କି ହିଜ ହୋଲିନେସ ହାଲଦାର ସ୍ୱାମୀ ମହାରାଜ କହୁଥିଲେ କି ଯେହେତୁ ଆମେ ଅନନ୍ତ କୋଟି ଜନ୍ମ ପର୍ଯ୍ୟନ୍ତ ଏଇ ଆହାର ନିଦ୍ରା ଭୟ ମୈଥୁନ କରି ଆସୁଛେ, ତ ସେଇଥିପାଇଁ ଏଇଟା ଆମକୁ ବହୁତ ज्यादा ଇଜି ଲାଗେ, ବହୁତ ज्यादा मतलब ଏନ୍ଜୟ ଲାଗେ। ବଟ୍ ଯେହେତୁ ଆମେ ଭକ୍ତି କରିନେ, ତ ସେଇଥିପାଇଁ ଆମକୁ ମାଳା ଗଡିବା ପାଇଁ ବି ବହୁତ କଷ୍ଟ, ବହୁତ ଷ୍ଟ୍ରଗଲ କରିବା ପାଇଁ ପଡେ କହିକି। तो महाराज जो माला गॉड मतलब जो चैंटिंग टा भी भलरे होनी, चैंटिंग ପାଇଁ ଆମକୁ ମାନେ ଲାଗେ କି ହଉ 60 ରାଉंड ସରିଗଲା, ଚलो କାଲି ହିଁ ଷ୍ଟାର୍ଟ କରିବା କହିକି। ମାନେ ସେଇଟା ଗୋଟେ ଖାଲି ରିଚୁଆଲିଷ୍ଟିକ ହିଁ ଯାଇଛି, ସେ ରୁଚିଟା କେତେବେଳେ ଆସିବ ତାହେଲେ? ଭକ୍ତି ପ୍ରତି, ଭଗବାନଙ୍କ ପ୍ରତି, ନାମ ପ୍ରତି ରୁଚି ଆସିବ କେତେବେଳେ? ଅନର୍ଥ ନିବୃତ୍ତି ହେଲେ ରୁଚି ଆସିବ। ଆମର ଚାରି ପ୍ରକାର ଅନର୍ଥ ରହିଛି। ଅନର୍ଥ ନିବୃତ୍ତି କିଭଳି ହବ? ଅନର୍ଥ ଉପଶମ ସାକ୍ଷାତ ଭକ୍ତି ଯୋଗ ଅଧ୍ୟକ୍ଷ। ଆମମାନେ ଯଦି ଭକ୍ତିମୂଳକ ସେବା କରିବା, ଶ୍ରଦ୍ଧା ସହକାରେ, ବିଶ୍ୱାସ ସହକାରେ ଭକ୍ତିମୂଳକ ସେବା କରିଲେ ଅନର୍ଥ ନିବୃତ୍ତି ହବ। ଅନର୍ଥ ନିବୃତ୍ତିରୁ ଆମର ରୁଚି ହବ। ତ କଥା ହଉଛି, ଆମେ ତ ଅନାଦି କାଳରୁ କୃଷ୍ଣ ବହିର୍ମୁଖ ହେଇଛେ, ବୁଝିପାରୁଛନ୍ତି? କୃଷ୍ଣ ଭୁଲି ଯେ ଯେ ଭଗବାନ କରେ, ନିକଟସ୍ଥ ମାୟାତାରେ ଝପଟିଆ ଧରେ। ଏଇ କୃଷ୍ଣଙ୍କୁ ଭୁଲିବାରୁ ଅବିଦ୍ୟାର ପ୍ରଭାବରେ ପ୍ରଭାବିତ ହେଇକି ଆମମାନଙ୍କର କଣ ହଉଛି? ଏ ଅବିଦ୍ୟାର କାମଟା କଣ? ଆମେ ଯେତେବେଳେ ଭଗବାନଙ୍କୁ ଭୁଲିକି ତାଙ୍କଠୁ ମୁହଁଟା ବୁଲେଇକି ରଖିଲେ, ମାୟାର ସଂସ୍ପର୍ଶରେ ଅବିଦ୍ୟା ଗ୍ରାସ କରେ। ଅବିଦ୍ୟାର କାମ କଣ? ଅବିଦ୍ୟାର କାମ ହଉଛି ଅସତ୍ୟ ବସ୍ତୁକୁ ସତ୍ୟ ବୋଲି ବୁଝେଇବ, ଅନିତ୍ୟ ବସ୍ତୁକୁ ନିତ୍ୟ ବୋଲି ବୁଝେଇବ, ଅନାତ୍ମାରେ ଆତ୍ମବୁଦ୍ଧି କରେଇବ। ଏଇ ଯେ କୁହାଯାଉଛି, ମହାରାଜ କହିଲେ ଆମେ ସବୁ ଭୌତିକ କର୍ମକୁ ଭଲ ପାଉଛେ। କାହିଁକି ଭଲ ପାଉଛେ? ହଁ, ଆମେ ଅନାଦି କାଳରୁ କରୁଛେ। ପ୍ରଥମରୁ ଯେ କରିଲେ, କାହିଁକି କରିଲେ? ଯେ ଆମେ ଏଇଥିପାଇଁ କରିଲେ, ଏଇ ଅବିଦ୍ୟା। ଅବିଦ୍ୟାର କାମ କଣ? ଆମକୁ ବୁଝେଇବ, ଖରାପଟାକୁ ଭଲ ବୋଲି ବୁଝେଇବ। ବୁଝିପାରିଲ କି? ଅନିତ୍ୟକୁ ନିତ୍ୟ ବୋଲି ମନେ କରିଦବ। ଏଇ ଅବିଦ୍ୟା ହଉଛି ସବୁର ମୂଳ କାରଣ। ଅବିଦ୍ୟାର କାରଣ ହଉଛି କଣ? ନା କୃଷ୍ଣ ବିସ୍ମୃତି। ହୁଁ, ଏ କୃଷ୍ଣ ବିସ୍ମୃତି ଅବିଦ୍ୟା କାରଣ। ସେଥିପାଇଁ ଆମେ ସାଧୁ ଗୁରୁ ବୈଷ୍ଣବ ସାନ୍ନିଧ୍ୟରେ ଆସିକି ଆମ ଜୀବନକୁ ପ୍ରତିଟା କାର୍ଯ୍ୟରେ ମଧ୍ୟରେ, ପ୍ରତିଟା ଚିନ୍ତାର ମଧ୍ୟରେ, ସର୍ବତ ଭାବରେ ଯେ ଯେତେଟା ସେ କୃଷ୍ଣ ଉନ୍ମୁଖୀ ହବ, ସେତେବେଳେ ଅଟୋମେଟିକାଲି ସେ ବୁଝିପାରିବ, ହଁ ଆରେ ଏଟା ମିଥ୍ୟା ଜିନିଷ, ଏଟା ଅନିତ୍ୟ ଜିନିଷ। ଯେ ଅଟୋମେଟିକାଲି ତାପରେ ତାର ଆଗ୍ରହ ରହିବ, ତା ସତ୍ୟ ବସ୍ତୁ ପ୍ରତି ଆଗ୍ରହ, ଭଗବାନଙ୍କ ନାମ ପ୍ରତି ଆଗ୍ରହ ହବ। ଭଗବାନଙ୍କ ନାମ ପ୍ରତି କାହିଁକି ଆମର ଆଗ୍ରହ ହବ? କେତେବେଳେ ଆଗ୍ରହ ହବ? ହଁ, ଯେତେବେଳେ ଆମେ ଆମର ନିଜ ଦୁଃଖ ଦୁର୍ଦଶା ବୁଝିପାରିବା, ଯେତେବେଳେ ଆମର ଅବିଦ୍ୟାର ଆସ୍ତେ ଆସ୍ତେ ମୁକ୍ତି ପାଇବା, ଅବଶ୍ୟ ସର୍ବରେ ଭଗବାନଙ୍କର କୃପା ନହେଲେ ଭଗବାନଙ୍କ ନାମ ପ୍ରତି ଆଶୀର୍ବାଦ ହବନି, ଆସକ୍ତି ହବନି। କିନ୍ତୁ ଆମକୁ ଏ ସାଧୁ ସଙ୍ଗରେ ରହିକି, ସେଥିପାଇଁ କୁହାଯାଏ ସାଧୁ ସଙ୍ଗରେ ହରି ନାମ এই মাত্র চাই সংসার কোনো বস্তু নাই। ସେ ଆମର ଅବିଦ୍ୟାରୁ ମୁକ୍ତ ହବା, ତାହେଲେ ଆମର କଣ ହବ? ନା ଏ ନାମ ରୁଚି ଆଉ ଆସିବ, ନାମର ପ୍ରତି ରୁଚି ଆସିବ। ଏ ଯୋଉ ଆଦର୍ଶ ଅନର୍ଥ ନିବୃତ୍ତି, ନିଷ୍ଠା, ତାପରେ ରୁଚି। ଆମର ଅନିଶ୍ଚିତା, ଏଇ ଯେ ଆମର ବର୍ତ୍ତମାନ 16 ମାଳ ଜପ ହେଇଗଲା, ଠିକ ଅଛି, ଆମର କରିଲେ ଆନନ୍ଦ। ଶିଲ ରୂପ ଗୋସ୍ୱାମୀ କହୁଛନ୍ତି, ଭଗବାନଙ୍କର ନାମ ଯଦି ତୁଣ୍ଡେ ତାଣ୍ଡବ ନିମିତ୍ତ ନିତେ ତୁଣ୍ଡା ବୋଲି ଲବ୍ଧେ
ଯଦି ମୁହଁରେ ମୋର ହରିନାମ ଆସେ ମନେ ହୁଏ ଗୋଟିଏ ନାମ କାହିଁ ରହିଛି, ମୋର ହଜାର ହଜାର ନାମ ହେଲେ ମୁଁ ଆନନ୍ଦ ପାଇବି। ହଜାର ହଜାର କାନରେ ଶୁଣିଲେ ମୁଁ ଆନନ୍ଦ ପାଇବି। କିନ୍ତୁ ଆମ କ୍ଷେତ୍ରରେ କଣ ହଉଛି? ଆମ କ୍ଷେତ୍ରରେ ଜପମାଳା ଧରିଲେ ନିଦ ଲାଗୁଛି। ଯଦି ବା ନିଦ ଲାଗୁନି, କୌଣସି ପ୍ରକାର ଛଳମାଳା କରିଦେଲେ ବାସ୍ ଡ୍ୟୁଟି ହେଇଗଲା। ବାସ୍ତବରେ ଦେଖିବାକୁ ଗଲେ ଆମମାନେ ନାମ କରୁଛେ, ହଁ, ଆନନ୍ଦ ପାଉନେ। ଆନନ୍ଦ ପାଉଛୁ କେତେବେଳେ ଷୋଳମାଳ ଟା ଶେଷ ହେଇଗଲା, ସେତେବେଳେ ଆନନ୍ଦ ଡ୍ୟୁଟି ହେଇଗଲା, ଆଜି ଆମର ଆଜିର ଡ୍ୟୁଟି ଶେଷ, ସେତେବେଳେ ଆନନ୍ଦ ଟା ହଉଛି। ଏଇ ହଉଛି ଆମର ବଦ୍ଧ ଅବସ୍ଥାର ଏଇସବୁ। ଠିକ ଅଛି। ଆଜ୍ଞା ମହାରାଜ। ଆଉ ଓଡିଆ ଭକ୍ତ କିଏ ଅଛନ୍ତି? ପ୍ରଶ୍ନ ଅଛି? ନାଇଁ। ଠିକ ଅଛି, ତାହେଲେ ପୁଣି ଆମର